ओम शांति। संकल्प शक्ति को बढ़ाइबार अभ्यास हेउछि योग कमिटी। मो आत्मा पूरा कल्परे मु एक श्रेष्ठ आत्मा हाईएस्ट मु अनादि रूपरे बाबांकर अति निकटरे रहुथिबा सर्वश्रेष्ठ आत्मा अनादि कालरे मध्य देवता रूपरे मध्य सर्व प्राप्ति स्वरूप अटे। शरीर मन धन एवं जन चारोटी स्वरूप श्रेष्ठ अटे। मते कौनसी शब्द रे अप्राप्ति नहीं। मध्यम काल रे मु पूज्य आत्मा मोर जड़ चित्र रे मध्य विधिपूर्वक पूजा अर्चना हेउछि। प्रत्येक कर्म रे मोर पूजा हेउछि, कारण मु कर्मयोगी आत्मा। वर्तमान अंतिम काल रे मु स्वयं परमात्मांकर एवं बापदादांकर दुई जनकर पालना नेउथिबा मु श्रेष्ठ आत्मा। अनादि काल रे आदि काल रे मध्यम काल एवं अंतिम काल रे मु मध्य श्रेष्ठ एवं हाईएस्ट आत्मा। पूरा कल्परे एवं कहार भी एते बड़ भाग्य नहीं जेते बड़ श्रेष्ठ भाग्य मोर। मोर पूरा निश्चय अछि एवं नशा भी मध्य अछि। मु सबुठारु श्रेष्ठ भाग्यवान आत्मा। मो भीतरे सर्वदा अपार खुशी इमर्ज रूपरे रही थाए। एक सुंदर दृश्य मो सामना को आसुछि। एक बगीचा जहार माटी रे फलर मंजी बुना जाइछि। जल देवा जंगलर घास को हटाइबा कीटमानक ठारू रक्षा करिबा एहाको प्रतिदिन पालना करिबा द्वारा ही से गछटी वर्तमान बहुत बड़ गछरे परिणत होइछि। समस्तंकर भोक मिटी जाउछि। एही मंजी मोर संकल्पर प्रतीक अटे। एही संकल्प रूपी मंजी को मु प्रतिदिन ज्ञानर पानी देई अदरकारी घास को समय अनुसार हटाइबा द्वारा माया रूपी कीटाणु ठारू
ରକ୍ଷା କରିବା ଦ୍ୱାରା ମୋର ସଂକଳ୍ପ ଶ୍ରେଷ୍ଠ ସଂସ୍କାର ଦ୍ୱାରା ଏକ ବୃକ୍ଷରେ ପରିଣତ ହେଲା। ଏହା ଅନେକ ପ୍ରକାରର ସଫଳତା ରୂପୀ ଫଳ ଦେଇଛି। ମୁଁ ସମସ୍ତଙ୍କୁ ସୁଖ ଦେଇଥାଏ। ବାପ ଦାଦା ମୋତେ ଏକ ସଂକେତ ଦେଉଛନ୍ତି। ବର୍ତ୍ତମାନ ଏବଂ ଭବିଷ୍ୟ ବନେଇବା ପାଇଁ ସବୁଠାରୁ ବଡ଼ ସମ୍ପତ୍ତି ଶ୍ରେଷ୍ଠ ସଂକଳ୍ପର ସମ୍ପତ୍ତି। ମୋ ଭିତରେ ଶ୍ରେଷ୍ଠ ସଂକଳ୍ପର ବହୁତ ବଡ଼ ଶକ୍ତି ହେଉଛି ଶୁଭ ଭାବନା, ଶୁଭକାମନା ଏବଂ ଏକାଗ୍ରତାର ଅପାର ଶକ୍ତି। ମୁଁ ସଂକଳ୍ପକୁ ଏକାନମୀ ଦ୍ୱାରା ହିଁ ୟୁଜ୍ କରିଥାଏ। ମୁଁ ବ୍ୟର୍ଥରୁ ମୁକ୍ତ ଅଟେ। ମନର କଣ୍ଟ୍ରୋଲିଂ ପାୱାର ଦ୍ୱାରା ମନୋବଳକୁ ବଢ଼ାଉଥିବା ଆତ୍ମା। ସେକେଣ୍ଡରେ ମୁଁ ମୋର ମନକୁ ଯେଉଁଠାରେ ଚାହେଁ, ଯେପରି ଚାହେଁ, ମୁଁ ଯେତିକି ସମୟ ଚାହେଁ, ମୁଁ ସେତେ ଅଧିକ ନିୟନ୍ତ୍ରଣ କରିପାରୁଛି। ମନୋବଳ ବଢ଼ାଇବା ଦ୍ୱାରା ହଠାତ୍ ଆସୁଥିବା ସମସ୍ୟାକୁ ମଧ୍ୟ ସମାପ୍ତ କରିଦେଇଛି। ସମସ୍ୟାରୁ ମୁଁ ଶିକ୍ଷା ପାଇ ଆଗକୁ ବଢ଼ି ଚାଲିଛି। ମୋର ଶ୍ରେଷ୍ଠ ଶୁଦ୍ଧ ସଂକଳ୍ପରେ ବହୁତ ଶକ୍ତି ଅଛି। ମୋର ସଂକଳ୍ପ ଶକ୍ତିଶାଳୀ ହେଉଥିବା ଦ୍ୱାରା ମୋର ଶବ୍ଦ, ଚାଲିଚଳନ, ଦୃଷ୍ଟି, ବୃତ୍ତି ଉପରେ ସ୍ୱତଃ ନିୟନ୍ତ୍ରଣ ଅଛି। ମୋ ମନର ବାଇଶଲି ସ୍ଥିତି ଦ୍ୱାରା ଭାଇବ୍ରେସନ୍ କ୍ୟାଚ୍ କରିବାର ୱାୟାରଲେସ୍ ଟଚିଂ ପାୱାର ମୋ ଭିତରେ ଭରି ହୋଇଅଛି। ମୋ ଆତ୍ମା ଭିତରେ ଅଲୌକିକ ଲାଇଟ୍, ସାଇନ୍ସର ଲାଇଟ୍ ଠାରୁ ଅଧିକ କମାଲ କରୁଛି। ମୁଁ ନିଜର ନିଃସ୍ୱାର୍ଥ ଶୁଦ୍ଧତା, ସ୍ପଷ୍ଟ ସଂକଳ୍ପ ଦ୍ୱାରା ହିଁ ଅନେକ ଆତ୍ମାମାନଙ୍କୁ ମୁଁ ଦୂରରୁ ଅନୁଭବ ପ୍ରାପ୍ତି କରୁଛି। ମୋର ସଂକଳ୍ପ ଶକ୍ତିକୁ ବ୍ୟର୍ଥଠାରୁ ରକ୍ଷା କରି ଏବଂ ଜମା କରି ମୁଁ ଅନ୍ତିମ ଷ୍ଟେଜରେ ଏବଂ ଅନ୍ତିମ ସେବା କରୁଛି। ମୋ ରିଦ୍ଧି ସିଦ୍ଧି ବଦଳରେ ବିଧିପୂର୍ବକ ସଂକଳ୍ପ ଶକ୍ତିର ପ୍ରୟୋଗ କରୁଛି। ବିଧିପୂର୍ବକ ଚାଲୁଥିବା ମୋ ଆତ୍ମାର ପ୍ରତ୍ୟେକ ଶ୍ରେଷ୍ଠ ସଂକଳ୍ପ ଆଶୀର୍ବାଦ ରୂପରେ ସିଦ୍ଧ ହୋଇଥାଏ। ମୁଁ ବାବାଙ୍କ ସାଥିରେ
ସେବା କରିଥାଏ। ସମସ୍ତଙ୍କର ମୁଁ ଭଲ ଚାହେଁ। ମୋର ସମ୍ପୂର୍ଣ୍ଣ ଏବଂ ସମ୍ପନ୍ନ ସ୍ଥିତିରେ ମୁଁ ବାପଦାଦାଙ୍କ ଆଖିରେ ଅନ୍ତର୍ଭୁକ୍ତ ହେଇଯାଉଛି। ଓମ୍ ଶାନ୍ତି ଶାନ୍ତି ଶାନ୍ତି।